ଆସନ୍ତୁ ଆଜି ଆମେ ଶୁଣିବା ଏକ ସୁନ୍ଦର କାହାଣୀ। ବିଷୟଟି ହେଉଛି ସମୟର ସଦ୍ବ୍ୟବହାର। ସମୟର ସଦ୍ବ୍ୟବହାର କଲେ ଆମେ କିଭଳି ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ସେ ବିଷୟରେ ଏ କାହାଣୀ। ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେହି ରାଜା ଜଣକ ବହୁତ ଧାର୍ମିକ, ବିଦ୍ୱାନ, ସତ୍ୟବାଦୀ, ନ୍ୟାୟପରାୟଣ ଓ ପ୍ରଜାବତ୍ସଳ ଥିଲେ। କିନ୍ତୁ ବଡ଼ ଦୁଃଖର କଥା, ସେ ରାଜାଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ। ହଠାତ୍ ଦିନେ ରାଜାଙ୍କର ମୃତ୍ୟୁ ହୋଇଗଲା। ତେଣୁ ରାଜସିଂହାସନରେ ବସି ରାଜ୍ୟ ଚଳାଇବ କିଏ? ରାଜ୍ୟର ସମସ୍ତ ପ୍ରଜାମାନେ ବସି ବିଚାର ବିମର୍ଶ କଲା ପରେ ଗୋଟିଏ ନୂଆ ସମ୍ବିଧାନ ତିଆରି କଲେ ଯେ ଏହି ଦେଶରେ ଯିଏ ରାଜା ହେବ 5 ବର୍ଷ ପାଇଁ। 5 ବର୍ଷ ରାଜସିଂହାସନ ଉପଭୋଗ କରିବା ପରେ ତାର ରାଜପୋଷକୁ ଖୋଲି ଦିଆଯିବ। ନଦୀର ଆର ପାଖରେ ଗୋଟିଏ ଘନ ଜଙ୍ଗଲ ଅଛି। ସେହି ଜଙ୍ଗଲରେ ବହୁତ ବାଘ, ଭାଲୁ, ସିଂହ ଆଦି ଅନେକ ହିଂସ୍ର ପ୍ରାଣୀମାନେ ଅଛନ୍ତି। ତାକୁ ଡଙ୍ଗାରେ ବସାଇ ନଦୀ ପାର କରାଇ ସେହି ଜଙ୍ଗଲରେ ଛାଡ଼ି ଦିଆଯିବ। ସେ ଜଙ୍ଗଲରେ ଭୋକ ଉପାସରେ ରହିବା ସହିତ ତାକୁ ମଧ୍ୟ ବାଘ ଆଦି ହିଂସ୍ର ପ୍ରାଣୀମାନେ ଖାଇଯିବେ। ଏତେ ବଡ଼ କଡ଼ା ସର୍ତ୍ତ ସ୍ୱୀକାର କରି ଜଣେ ରାଜା ହୋଇ ସିଂହାସନରେ ବସିବା ପାଇଁ ଆଗ୍ରହ ପ୍ରକାଶ କଲା। ମନରେ ସେ ଭାବିଲା, 5 ବର୍ଷ ପାଇଁ ରାଜ ଐଶ୍ୱର୍ଯ୍ୟ ଭୋଗ କରିବି, ତାପରେ କ'ଣ ହେବା ଦେଖାଯିବ। ପ୍ରଥମ ରାଜା 5 ବର୍ଷ ରାଜଗାଦିରେ ବସି ଭୋଗ କଲା ପରେ ତାର ରାଜପୋଷାକ ଖୋଲି ଦିଆଗଲା। ତାକୁ ଡଙ୍ଗାରେ ବସାଇ ନଦୀ ପାର କରୁଥିବା ସମୟରେ ସେ ଭୋ ଭୋ ହୋଇ କାନ୍ଦି ପଡ଼ିଯାଉଥିଲା। ଲୋକମାନେ ତାକୁ ନେଇ ନଦୀର ଆରପାଖ ଜଙ୍ଗଲରେ ଛାଡ଼ି ଦେଇ ଆସିଲେ। ପରବର୍ତ୍ତୀ କାଳରେ ତାକୁ ନିଶ୍ଚୟ ବାଘ, ଭାଲୁ ଖାଇଯାଇଥିବେ କିମ୍ବା ଭୋକ ଉପାସରେ ସେ ମରିଯାଇଥିବ। ଏହିଭଳି କ୍ରମାନ୍ୱୟରେ 4 ଜଣ ରାଜା ହେବା ପରେ ପଞ୍ଚମ ଥର ଯିଏ ରାଜା ହେଲେ ସେ ବହୁତ ବିଚାରବାନ ଥିଲେ। ରାଜା ରାଜ୍ୟର ଗୋଟିଏ ସଭାର ଆୟୋଜନ କରି ସମସ୍ତ ପ୍ରଜାମାନଙ୍କୁ ବସାଇ କହିଲେ, ତୁମେମାନେ ରାଜା କରିଛ, ସ୍ୱତନ୍ତ୍ରତା ଦେଇଛ କି ନାହିଁ? ପ୍ରଜାମାନେ କହିଲେ, ହଁ ଆଜ୍ଞା, ଆପଣ 5 ବର୍ଷ ଭିତରେ ଯାହା କରିପାରିବେ। ପ୍ରଜାମାନଙ୍କର ମତ ଅନୁସାରେ ରାଜା ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ନଦୀରେ ଗୋଟିଏ ପୋଲ ତିଆରି କରାଇଲେ ଏବଂ ପ୍ରଜାମାନଙ୍କୁ ନିର୍ଦ୍ଦେଶ ଦେଇ ଜଙ୍ଗଲ ସଫା କରାଇଦେଲେ। ଜଙ୍ଗଲ ସଫା ହେବା ପରେ ଅନେକ ଘର ତିଆରି କରିବା ସହିତ ପାଣି ଆଲୋକର ବ୍ୟବସ୍ଥା କରି ଗୋଟିଏ ସୁନ୍ଦର ସହରର ନିର୍ମାଣ କରାଇଦେଲେ। ଏହି ସମସ୍ତ କାର୍ଯ୍ୟ କରିସାରିବା ପରେ ରାଜାଙ୍କର 5 ବର୍ଷ ପୂର୍ଣ୍ଣ ହୋଇଗଲା। ପ୍ରଜାମାନେ କହିଲେ, ଆଜ୍ଞା, ଆପଣଙ୍କର 5 ବର୍ଷ ପୂର୍ଣ୍ଣ ହୋଇଗଲା। ରାଜା ରାଜକାର୍ଯ୍ୟରୁ ବିରତି ନେବା ପରେ ରାଜାଙ୍କର ରାଜପୋଷାକ ଖୋଲି ଦିଆଗଲା। ନଦୀରେ ପୋଲ ଥିଲେ ମଧ୍ୟ ପୂର୍ବର ପ୍ରଥା ଅନୁସାରେ ତାଙ୍କୁ ଡଙ୍ଗାରେ ବସାଇ ପାରି କରୁଥିବା ସମୟରେ ରାଜା ହସି ହସି ଯାଉଥିଲେ। ନାଉରିଆ କହିଲା, ଆଜ୍ଞା, ଆପଣଙ୍କ ଆଗରୁ ମୁଁ 4 ଜଣ ରାଜାଙ୍କୁ ପାରି କରିଛି। ସମସ୍ତେ କାନ୍ଦି କାନ୍ଦି ଯାଇଛନ୍ତି, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆପଣ ହସି ହସି ଯାଉଛନ୍ତି। ନାଉରିଆର କଥା ଶୁଣି ରାଜା କହିଲେ, ସେମାନେ ସମୟର ସଦୁପଯୋଗ କରିନାହାନ୍ତି। ତାଙ୍କର ଜୀବନ ଭୋଗଯୁକ୍ତ ଥିଲା। ମୁଁ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ସଦୁପଯୋଗ କରି ଆରପଟେ ଘର ନିର୍ମାଣ କରିସାରିଛି। ଏ ଘର ଛାଡ଼ି ଆରପାଖ ଘରରେ ରହିଯିବି, ମୁଁ କାହିଁ କାନ୍ଦିବି? ଆମେ ଯେତେବେଳେ ସଂସାରକୁ ଆସିଲେ ସେତେବେଳେ ଆମ ପରିବାରର ଲୋକମାନେ ଖୁସିରେ ମିଠା ବାଣ୍ଟୁଥିଲେ, କିନ୍ତୁ ଆମେ କୁଆଁ କୁଆଁ ହୋଇ କାନ୍ଦୁଥିଲେ। ଯଦି ଆମେ ଜୀବନର ରହସ୍ୟକୁ ନ ବୁଝି ସମୟର ଦୁରୁପଯୋଗ କରି ଭୋଗବିଳାସରେ ବିତାଇ ଦେବା, ତାହେଲେ ପୂର୍ବର 4 ଜଣ ରାଜାଙ୍କ ଭଳି କାନ୍ଦି କାନ୍ଦି ସଂସାରରୁ ଯିବା। କେବଳ ଜଗତେ ଜନେ ହସିବେ, ଏହି ତ ମୋ ଫଳ। ଲୋକମାନେ ସେତେବେଳେ କହିବେ, ଏହି ଲୋକଟା ଜୀବନରେ କେତେ ଜୀବମାନଙ୍କୁ ହନ୍ତସନ୍ତ କରିଛି, କେତେ ଲୋକମାନଙ୍କର ଘର ଭାଙ୍ଗିଛି ଏବଂ କେତେ ଦୁର୍ନୀତି ଦୁରାଚାର କାର୍ଯ୍ୟ କରିଛି, ତେଣୁ ମରିଛି, ଭଲ ହେଇଛି। ଯଦି ଆମେ ସମୟର ସୁବିନିଯୋଗ କରି ପଞ୍ଚମହାଯଜ୍ଞ, ଦାନ, ଜୀବରେ ଦୟା ଏବଂ ଈଶ୍ୱର ଉପାସନା ଆଦି ଶୁଭ କର୍ମଗୁଡ଼ିକୁ ନିଷ୍କାମ ଭାବରେ କରିବା, ତେବେ ପଞ୍ଚମ ଥରର ରାଜାଙ୍କ ଭଳି ଆର ପାଖରେ ଘର ତିଆରି କରିବା ସଦୃଶ ବ୍ୟବସ୍ଥା କରିପାରିବା। ଆମେ ସଂସାରକୁ ଆସିଥିଲେ କାନ୍ଦି କାନ୍ଦି, କିନ୍ତୁ ଯିବା ସମୟରେ
କାନ୍ଦି କାନ୍ଦି ନ ଯାଇ ହସି ହସି କରି ଯିବା। ସେତେବେଳେ ଜଗତର ଲୋକମାନେ କାନ୍ଦିବେ ଏବଂ କହିବେ, ଦେବ ପ୍ରତିମ ଭଳି ଲୋକ ଆଜି ଚାଲିଯାଉଛି। ଆପଣମାନେ ଠିକ୍ ଭାବରେ ବୁଝିପାରୁଥିବେ ଆମେ କେଉଁଭଳି ଭାବେ ଆମର ଜୀବନଚର୍ଯ୍ୟା ତୁଲେଇବା ଆବଶ୍ୟକ। ଜୟ ଜଗନ୍ନାଥ, ଜୟ ମା ମଣିନାଗ।